ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣମାନଙ୍କୁ ଉତ୍କଳ ତନ୍ତ୍ରଶାସ୍ତ୍ର ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଆଜି ଆମେ ଆଲୋଚନା କରିବା ତନ୍ତ୍ର ପେଷଣରୁ ମୁକ୍ତି ପାଇଁ ସିଦ୍ଧ କବଚ ବା ଯନ୍ତ୍ର ଧାରଣ। କିପରି ଆପଣ ଯନ୍ତ୍ର ତିଆରି କରିବେ, କିପରି ଭାବରେ ଆପଣ କବଚଟିକୁ ତିଆରି କରି ଧାରଣ କରିବେ, ସେ ବିଷୟରେ ମୁଁ କ'ଣ କରିବି ନା ଏଠାରେ ସବିଶେଷ ଭାବରେ ଆଲୋଚନା କରିବି। ଆଶା କରେ ଆପଣମାନେ ସମସ୍ତେ ଭଗବାନ ଜଗନ୍ନାଥଙ୍କ ଦୟାରୁ ମଙ୍ଗଳମୟ ସତ୍ୟନାରାୟଣ, ମା କାମାକ୍ଷା, ମା ମହାକାଳୀ ଚାମୁଣ୍ଡାଙ୍କ ଦୟାରୁ ସମସ୍ତେ ଭଲରେ ଥିବେ। ସମସ୍ତଙ୍କର ମଙ୍ଗଳ ହେଉ, ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ତାହେଲେ ଦର୍ଶକ ବନ୍ଧୁ, ସେଇ ଭଗବାନଙ୍କ ନାମକୁ ଉଚ୍ଚାରଣ କରି ଆଜିର ଭିଡ଼ିଓଟିକୁ ଆଗେଇ ନେବା। ଇଏ ଦୁନିଆରେ ବହୁତ ଲୋକ ଅଛନ୍ତି, କ'ଣ ନା କିଛିଟା ଭଲ ଲୋକ ଅଛନ୍ତି, କିଛିଟା ଖରାପ ଲୋକ ମଧ୍ୟ ଅଛନ୍ତି। ଭଲ ଲୋକମାନେ ଭଗବାନଙ୍କୁ ଡାକୁଥିଲା ବେଳେ ଖରାପ ଲୋକମାନେ କ'ଣ କରନ୍ତି? ଭୂତ ପ୍ରେତ ରାକ୍ଷସ ପିଶାଚ ଅସୁରମାନଙ୍କୁ ପୂଜା କରନ୍ତି। ଏଇଟା ଆପଣ ସମସ୍ତେ ଜାଣିଛ। ମଣିଷ ଭିତରେ କେଇଟା ଗୁଣ ଅଛି? ମଣିଷ ଭିତରେ 3ଟି ଗୁଣ ଅଛି। ଗୋଟେ ଗୁଣ ହେଲା ସତ୍ଵ, ଗୋଟେ ଗୁଣ ହେଲା ରାଜସିକ, ଗୋଟେ ଗୁଣ ହେଲା ତାମସିକ। ଯିଏ ଗୋଟେ ସ୍ୱାତ୍ତିକ ସଜ୍ଜନ ସେ କରେ ଦେବ ଆରାଧନ। ଯିଏ ଗୋଟେ ରାଜସିକ ନର, ଯକ୍ଷ ରାକ୍ଷସ ପୂଜା ତାର। ଯେ ନର ତମ ଗୁଣେ ଯୁକ୍ତ, ପୂଜା କରନ୍ତି ଭୂତ ପ୍ରେତ। ତାହେଲେ ଯିଏ ଯେଉଁ ପ୍ରକାର ଲୋକ ସିଏ ସେଇ ପ୍ରକାର ଯୋନିକୁ ଯିବ, ସେଇ ପ୍ରକାର ଯୋନିକି ସେମାନେ ପୂଜା କରନ୍ତି। ଦର୍ଶକ ବନ୍ଧୁ, ବହୁତ ଲୋକ ଅଛନ୍ତି କମେଣ୍ଟ କରନ୍ତି, ଗୁରୁଜୀ କାଉଁରୀ ହାଡ଼ ସାଧନା କୁହନ୍ତୁ, ଗୁରୁଜୀ ହାଡ଼ବାଇ ସାଧନା କୁହନ୍ତୁ, ଗୁରୁଜୀ ଭୂତ ସାଧନା କୁହନ୍ତୁ, ପ୍ରେତ ସାଧନା କୁହନ୍ତୁ, ପିଶାଚ ସାଧନା କୁହନ୍ତୁ। ଦେଖନ୍ତୁ, ଏମାନେ ହେଉଛନ୍ତି ନିଚ ଯୋନି। ଆପଣମାନେ ଯଦି ୟାଙ୍କୁ ସାଧନା କରିବେ, ଆପଣମାନେ କ'ଣ କରିବେ ନା ଏଇ ଯୋନିରେ ନିଶ୍ଚିତ ଭାବରେ ଜନ୍ମ ହେବେ। ନିଚ ଯୋନି ଆଙ୍କର ଯୋନିରେ ଜନ୍ମ ହେବ, ମଲା ପରେ ଆଙ୍କର ଦାସ ହେଇକି ରହିବ। ଆଙ୍କ ଗଣରେ କ'ଣ ହେବ? ତମେ ସବୁ ମିଶିଯିବ। ତେଣୁ ଗୋଟା ଜିନିଷ ହେଉଛି କ'ଣ, ସେମାନଙ୍କୁ କେହି ପୂଜା କରିବା ଆବଶ୍ୟକ ନାହିଁ। ଯଦି ସାଧନା କରୁଛ, ଯଦି ପୂଜା କରୁଛ, ମହାଶକ୍ତିମାନଙ୍କୁ କର, 10 ମହାବିଦ୍ୟାଙ୍କୁ କର। 10 ମହାବିଦ୍ୟାଙ୍କ ନିଜ ନିଜ ରାଶି ଅନୁସାରେ, ରାଶିର ଅଧିପତି ଅଛନ୍ତି 10 ମହାବିଦ୍ୟା। କାହାର କେଉଁ ରାଶି ସେଇ ଅନୁସାରେ 10 ମହାବିଦ୍ୟା ଅଛନ୍ତି। ଆପଣ କ'ଣ କରିବେ? ସେଇ ଅନୁସାରେ ଆପଣ 10 ମହାବିଦ୍ୟାଙ୍କୁ ମଧ୍ୟ ପୂଜା କରିପାରିବେ। ଗ୍ରହ ଗୋଟାଟା ଗ୍ରହ, ବୁଝିଲ, ଗ୍ରହଙ୍କର ସେ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି 10 ମାଈ। 10 ମାଈ ସାଧନା, 10 ମହାବିଦ୍ୟା ସାଧନା ଉଚ୍ଚ କୋଟିର। ମା କାମାକ୍ଷା ସାଧନା ଉଚ୍ଚ କୋଟିର। ତା ଛଡ଼ା ନିତେଇ ଧୋବୁଣୀ, କିଟେଇ ମା ପତ୍ର ପିନ୍ଧି ସରୁଣୀ, ଶୁକୁଟି ଚମାରୁଣୀ, ଗାଙ୍ଗି ଗୌରୁଣୀ, ଲୁହୁକୁଟି ଲହୁରାଣୀ, ଶୁଆ ତେଲୁଣୀ, ହାଡ଼ିପା ତନ୍ତୀ, ଇସ୍ମାଇଲ ଯୋଗୀ, ଲୋନା ଚମାରୀ ଇତ୍ୟାଦି ଇତ୍ୟାଦି ସାଧନା, ହାଡ଼ି ଝୁଅ ଚଣ୍ଡୀ ଇତ୍ୟାଦି ସବୁ ସାଧନା ରହିଥାଏ। ତାହେଲେ ଦର୍ଶକ ବନ୍ଧୁ, ତନ୍ତ୍ରଶାସ୍ତ୍ର ହେଉଛି ଅଗାଧ ସମୁଦ୍ର। ଲୋକମାନେ କିଛିଟା ଖରାପ ଶକ୍ତିକି ସାଧନା କରନ୍ତି। ସାଧନା କରି କ'ଣ କରନ୍ତି ନା ଲୋକମାନଙ୍କର କ୍ଷତି କରନ୍ତି। ବୁଝିଲେ କି? ଲୋକମାନଙ୍କର କ୍ଷତି ସେମାନେ ସବୁ କରନ୍ତି। ତାହେଲେ ବହୁତ ପ୍ରକାର ସେ ଯେଉଁ କ୍ଷତି ହେଉଛି, ବହୁତ ଲୋକ ଫୋନ୍ କରନ୍ତି, ଘରେ ଥିବ ହଠାତ୍ ନିଆଁ ଲାଗିଯିବ, କାହାର ମୁଣ୍ଡ ଓଜନ ପଡ଼ୁଛି, କାହା ଆଖି ତଳ କଳା କଳା ପଡ଼ିଯାଉଛି, କାହା ବେକ ଭାରି ପଡ଼ୁଛି, କିଏ ରାତିରେ ସାପ ସ୍ୱପ୍ନ ଦେଖୁଛି, କିଏ ରାତିରେ ଖରାପ ଶକ୍ତି ସ୍ୱପ୍ନ ଦେଖୁଛି, ବିକଟାଳିଆ ସ୍ୱପ୍ନ ଦେଖିବା, ଚିଡ଼ଚିଡ଼ି ଲାଗିବା, ଅଳସୁଆମୀ ଲାଗିବା, କୌଣସି କାର୍ଯ୍ୟରେ ମନ ନ ଲାଗିବା, ଦେହରୁ ଯେମିତିକି ସବୁ ଶକ୍ତି ସରିଯାଉଛି ସେମିତି ଦୁର୍ବଳ ଲାଗିବ, ରାତିରେ ନିଦ ଆସୁନି, ସ୍ୱାମୀ ସ୍ତ୍ରୀ ଭିତରେ ପଡ଼ୁନି, ଇତ୍ୟାଦି ଇତ୍ୟାଦି। ତନ୍ତ୍ର କଲେ, ତନ୍ତ୍ରରେ ଏଗୁଡ଼ା ସବୁ ଲକ୍ଷଣ, ରୋଗ, ବୈରାଗ ଇତ୍ୟାଦି ମାଡ଼ି ଆସେ। କିନ୍ତୁ ତାକୁ ଛାଡ଼ିଦେଲେ ବହୁତ ଲୋକଙ୍କୁ ଥିବ ଭୂତ ଲାଗୁଥିବ, ପ୍ରେତ ଲାଗୁଥିବ, ଅଚେତ ହେଇଯାଉଥିବେ, ସେନ୍ସଲେସ୍ ପଳେଇ ଯାଉଥିବେ। ଯେଉଁମାନେ ସାଧନା କରୁଛନ୍ତି ସେମାନଙ୍କ ସ୍ଥଳରେ କବଚ ଧାରଣ କରିବା ନିହାତି ଆବଶ୍ୟକ। ଆଚ୍ଛା, ଏ ଯେଉଁ କବଚ ଧାରଣ କରିବ କ'ଣ? କବଚ ବହୁତ ପ୍ରକାର ଅଛି, ବହୁତ ପ୍ରକାର କବଚ ଅଛି। କିଛିଟା ଲୋକ କ'ଣ କରନ୍ତି? ବସାଣ ଲେଖିକିନି କବଚ ଦିଅନ୍ତି। ବସାଣ ଯେଉଁମାନେ, ସବୁ ଜିନିଷ ଖୋଲିବା ଠିକ୍ ନୁହଁ। ଯେଉଁମାନେ ଗୁରୁ ଧରିଥିବେ ସେମାନେ ଜାଣିଥିବେ, ମୁଁ ଗୁପ୍ତ ଜିନିଷକୁ ପ୍ରକଟ କରିଦେଲେ ଗୁରୁ ଶିଷ୍ୟ ପରମ୍ପରା ନଷ୍ଟ ହୋଇଯିବ। ତାହେଲେ ବସାଣ ଧାରଣ କରନ୍ତି, ବସାଣ ତିଆରି କରିକି ଧାରଣ କରନ୍ତି। ଆଉ କିଛି ଲୋକ ଅଛନ୍ତି ସେମାନେ ଯନ୍ତ୍ର ତିଆରି କରନ୍ତି, ଯନ୍ତ୍ର କାଟିକି ଧାରଣ କରନ୍ତି। ଆଉ କିଛି ଲୋକ ଅଛନ୍ତି ସେମାନେ କ'ଣ କରନ୍ତି ନା ଚେରମୂଳିକା, ଏମିତି ଚେରମୂଳିକା ଅଛି, ତାକୁ ପ୍ରାଣ ପ୍ରତିଷ୍ଠା କରିକି ଅଭିମନ୍ତ୍ରଣ କରିକିନି ସିଦ୍ଧ ସମୟରେ ସିଦ୍ଧ ତିଥିରେ ତାକୁ ଆଣି ପ୍ରାଣ ପ୍ରତିଷ୍ଠା କରି ଜୀବଦାନ ଦେଇ ଧାରଣ କଲେ ଆପଣମାନଙ୍କର କୌଣସି ପ୍ରକାର କ୍ଷତି ହେବନି। ତାହେଲେ ଦର୍ଶକ ବନ୍ଧୁ, ମୁଁ ଆଜି ଯେଉଁ କବଚ ବିଷୟରେ କହିବା ପାଇଁ ଯାଉଛି, କବଚ ତ ବିଭିନ୍ନ ପ୍ରକାର ଅଛି, ଖଣ୍ଡୁଆତି ମଧ୍ୟ ଅଛି। ଖଣ୍ଡୁଆତି ବି ଗୋଟେ କବଚରେ ଯାଉଛି। ତନ୍ତ୍ରଶାସ୍ତ୍ର ଶାବର ମନ୍ତ୍ର, ଖଣ୍ଡୁଆତି ବୋଲି ଶାବର ମନ୍ତ୍ର ଅଛି, ଯନ୍ତ୍ର ଥିବ।
ତାକୁ ଖଣ୍ଡୁଆ ଆତିକି ତାଳପତ୍ରରେ ଲେଖିବା ପାଇଁ ପଡ଼ିବ। ତାକୁ କାଟିକି ଭୁଜପତ୍ର କିମ୍ବା ତାଳପତ୍ରରେ କବଜ ଦିହରେ କବଜ ଯେଉଁ ମିଳୁଛି ପଦକ ଦିହରେ ଆପଣ ଭର୍ତ୍ତି କରିକିନି ମୁଦି ଦେଇକି ତାକୁ ବି ଧାରଣ କଲେ କାମ କରିବ। ଦର୍ଶକ ବନ୍ଧୁ, ଯେଉଁମାନଙ୍କୁ ଭୂତ ପ୍ରେତ ଡାହାଣୀ ଚିରୁକୁଣି ବାହୁତି ବାଣ ପେଷଣ ଔଷଧ ତାନ୍ତ୍ରିକ ଜଡ଼ିମୂଳିକା ଇତ୍ୟାଦି କରିବା ପାଇଁ ସମ୍ମୋହନ ବଶୀକରଣ ମୋହିନୀ ବେପାର ଚାଲିବା ପାଇଁ ଦୋକାନପତ୍ର ଚାଲିବା ପାଇଁ ସ୍ୱାମୀ ସ୍ତ୍ରୀ ଭିତରେ ବଶୀକରଣ କବଜ, କାହାର ପାଠ ମନେ ରହୁନି ଇତ୍ୟାଦି କବଜ, ଏଗୁଡ଼ାକ ସବୁ ବହୁତ ପ୍ରକାର ଜିନିଷ ଅଛି ତନ୍ତ୍ରଶାସ୍ତ୍ରରେ ଆପଣମାନେ ଧାରଣ କରିପାରିବେ, ପିନ୍ଧିପାରିବେ। ଏଗୁଡ଼ାକ ପିନ୍ଧିଲେ ଉପକାର ମିଳିବ ନିଶ୍ଚିତ ଭାବରେ। ଦେଖନ୍ତୁ, ଦୈବାତଧୀନ ଜଗତ ସର୍ବ ମନ୍ତ୍ରଧୀନ ସଦେବତା, ସେ ମନ୍ତ୍ର ବ୍ରାହ୍ମଣାଧୀନ ବ୍ରାହ୍ମଣ ମମ ଦେବତା। ମନୁ ସଂହିତାରେ ମନୁ ଋଷି କହିଲେ ଦେବତାମାନଙ୍କର ଅଧୀନ ହେଉଛି ଏ ସାରା ଜଗତ। ଦେବତାମାନଙ୍କ ହିସାବରେ ଆମ ଦୁନିଆ ଚାଲୁଛି। ଦୈବାତଧୀନ ଜଗତ ସର୍ବ, ପୁଣି ସିଏ ଯେଉଁ ଦେବତାମାନେ ସିଏ ପୁଣି କାହାର ଅଧୀନ ହୋଇଥିବେ? ଦେବତାମାନେ କାହା ଅଧୀନ? ନା ମନ୍ତ୍ରର ଅଧୀନ ଦେବତା। ମନ୍ତ୍ରରେ ଦେବତା ଖାଆନ୍ତି, ମନ୍ତ୍ରରେ ଦେବତା ଆସନ୍ତି, ମନ୍ତ୍ରରେ ଦେବତା ଶୁଅନ୍ତି, ମନ୍ତ୍ରରେ ଦେବତା ପିନ୍ଧନ୍ତି। ଦେବତାମାନଙ୍କର ସବୁ ମନ୍ତ୍ରରେ ଚାଲେ। ସିଏ ମନ୍ତ୍ର ହେଉଛି କାହାର ଅଧୀନ? ସେ ମନ୍ତ୍ରର ଅଧୀନ। ସେ ମନ୍ତ୍ର ପୁଣି କାହାର ତ ଅଧୀନ ଥିବ? ସେ ମନ୍ତ୍ର ବ୍ରାହ୍ମଣମାନଙ୍କର ଅଧୀନ। ତେଣୁ ବ୍ରାହ୍ମଣ ହେଉଛନ୍ତି ମମ ଦେବତା। ଯାହା ହେଉ ନା କାହିଁକି ଦର୍ଶକ ବନ୍ଧୁ, ତେଣୁ ଏଠି କହିବାର ତାତ୍ପର୍ଯ୍ୟ ହେଉଛି କ'ଣ? ଯନ୍ତ୍ର ମନ୍ତ୍ର ତନ୍ତ୍ର ତିନିଟାକୁ ନେଇକି ତନ୍ତ୍ର ବିଭକ୍ତିକରଣ ହେଇଛି। ମନ୍ତ୍ର ବଳରେ ତନ୍ତ୍ର ଚାଲେ, ଯନ୍ତ୍ର ବଳରେ ତନ୍ତ୍ର ଚାଲେ, ତନ୍ତ୍ର ବଳରେ ମଧ୍ୟ ତନ୍ତ୍ର ଚାଲେ। ତାହେଲେ ଏ ଯେଉଁ ସବୁ ଯନ୍ତ୍ର ଏଗୁଡ଼ା ସବୁ କାଟିବା, ଯିଏ ସାଧକ ହେଇଥିବ, ଯିଏ ଠିକ୍ ସାଧକ ହେଇଥିବ, ଉତ୍ତମ ସାଧକ ହେଇଥିବ, ବିଷା ଯନ୍ତ୍ର ଇତ୍ୟାଦି ବହୁତ ଯନ୍ତ୍ର ଅଛି। ଯନ୍ତ୍ର ଲେଖିବାର ଚାଲ ବି ଅଛି, ସଭ୍ୟ ଅଛି, ଅପସଭ୍ୟ ଅଛି। ଯନ୍ତ୍ରକୁ କିପରି ଭାବରେ ଲେଖିବେ, କେମିତି ବସାଣ ଲେଖିବେ, କେମିତି କୋଠି କାଟିବେ, ତା'ର ସବୁ ନୀତି ନିୟମ ବହୁତ ପ୍ରକାର। ଏସବୁ ଗୁପ୍ତ ବିଦ୍ୟା ଯିଏ ବାସ୍ତବରେ ସାଧନା କରିଥିବେ, ସାଧକ ହୋଇଥିବେ, ଯନ୍ତ୍ର ଧାରଣ କବଜ ଧାରଣ, ବୁଝିଲେ କି, ଯାହାକୁ ଗାଁ ଗହଳିରେ ଡେଉଁରିଆ କହନ୍ତି। ଡେଉଁରିଆ ହେଉଛି ଅଲଗା, କବଜ ଅଲଗା, ପଦକ ଅଲଗା। ଜାଣି ରଖନ୍ତୁ, ଡେଉଁରିଆ ଅଲଗା, କବଜ ଅଲଗା, ପଦକ ଅଲଗା, ବୁଝିଲେ କି। ତେଣୁ ସେଗୁଡ଼ାକୁ ସବୁ ଧାରଣ କରିବା ପାଇଁ ପଡ଼ିବ। ଦର୍ଶକ ବନ୍ଧୁ, ଯିଏ ଠିକ୍ ସାଧକ ହେଇଥିବ, ଏଇଟା ବହୁତ କଠିନ କାମ। ମୁଁ କହିଦେଉଛି କେମିତି କ'ଣ ଆପଣ ଗୋଟେ କବଜ ଧାରଣ କରିବେ। ପ୍ରଥମେ ଲାଗିବ ରୂପା ସୁନା ପାର୍କା, ତମ୍ଭା ପାର୍କା ଲାଗିବ। ତିନୋଟି ମାନେ ପାର୍କାକୁ ମିଶାଇକିନି ଗୋଟେ କବଜ ତିଆରି କରିବେ। ତିଆରି କରିସାରିଲା ପରେ ସେ କବଜରେ ଯେଉଁଦିନ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ପଡ଼ିଥିବ ମଶାଣିକି ଯିବେ। ମଶାଣିରେ ମୁର୍ଦାର ପୋଡ଼ା ହେଲା ପରେ 4 ଦିନରେ ରୋହି ଶୀତଳେଇକି ହଳଦିଆ କପଡ଼ା ମାରି ଦିଅନ୍ତି, ପତାକା ମାରି ଗୋଟେ କଳା ତୁଳସୀ ଗଛ ଲଗାନ୍ତି। ସେ କଳା ତୁଳସୀକି ଉପାଡ଼ିବା ପାଇଁ ପଡ଼ିବ। ଉପାଡ଼ି ଆଣି ସାରିଲା ପରେ କଳା ତୁଳସୀ ଚେରକୁ ଆପଣ କ'ଣ କରିବେ? ସଂଗ୍ରହ କରିବେ। ତାପରେ ହେଉଛି କ'ଣ ନା ଅପରାଜିତା ଧଳା ଅପରାଜିତା ଚେରକୁ ସଂଗ୍ରହ କରିବେ। ଲାଜକୁଳି ଲତା ଚେରକୁ ସଂଗ୍ରହ କରିବା ସହିତ ସାରଙ୍ଗ ଚଢ଼େଇ ହାଡ଼, ଗୋରଚନା, ଇନ୍ଦ୍ରଜାଲ, ମାୟାଜାଲ, ଆଉ ଆମର ଧୋବାଗଣ୍ଡି କାଠ, ମଶାଣି ଭସ୍ମ ଇତ୍ୟାଦି କି କ'ଣ କରିବେ ନା ସବୁ ସଂଗ୍ରହ କରିବେ। ଏମିତି ବହୁତ ଜିନିଷ ଅଛି। ସେଗୁଡ଼ାକ ମୁଁ ସୋସିଆଲ ମିଡ଼ିଆରେ ବି ବ୍ୟାଖ୍ୟା କରିବାଟାକୁ ଠିକ୍ ମନେ କରୁନି। ଆପଣ ସଂଗ୍ରହ କରିସାରିଲା ପରେ ୟାକୁ ମଶାଣିରେ ପାଠ କରିବେ। ଧୂପ ଦୀପ ଦେଇ ସିନ୍ଦୁର କଳା କଜ୍ଜଳ ଦେବେ। ବହୁତ ଯନ୍ତ୍ର ଧାରଣ କରିବାର ପ୍ରାଣ ପ୍ରତିଷ୍ଠା ବି ଅଛି। ତେଣୁ ପ୍ରାଣ ପ୍ରତିଷ୍ଠା କରିବେ। ସବୁ ଧାରଣ ଏଇଟାକୁ ସବୁ ଜିନିଷକୁ ଯେଉଁଗୁଡ଼ା କହିଲି ପ୍ରାଣ ପ୍ରତିଷ୍ଠା କରିଦେଇକି ଗୋଟେ କବଜ ଦିହରେ ମୁଦି ଦେଇକି ପିନ୍ଧିବ। ଯିଏ ଜାଣିଥିବ ସେ କରିବ, ଯିଏ ଭିଡ଼ିଓ ଦେଖି ନ ଜାଣିକିନି ଯଦି କରିବ ତୁମର ଯାହା ଫଳ ହେବ ତମେ ନିଜେ ଭୋଗିବ। ଯେଉଁମାନଙ୍କର ଗୁରୁ ଅଛି, ଗୁରୁଠାରୁ ପରାମର୍ଶ ନେଇ ସେମାନେ ଯନ୍ତ୍ର ଧାରଣ କରନ୍ତୁ। ଦର୍ଶକ ବନ୍ଧୁ, ତେଣୁ ଯେଉଁମାନେ ଚାହିଁବେ ସୁଲଭ ମୂଲ୍ୟରେ ସେମାନଙ୍କୁ କବଜ ଯନ୍ତ୍ର ବସାଣ ମଧ୍ୟ ଆମର ଯୋଗାଇ ଦିଆଯିବ, ବୁଝିଲେ କି। ଚ୍ୟାନେଲରେ ଯେଉଁ ନମ୍ବର ଅଛି, ଉପରୋକ୍ତ ନମ୍ବର ସହିତ ଯୋଗାଯୋଗ କଲେ ଆପଣ ଜାଣିପାରିବେ କ'ଣ କେମିତି ପୂଜା ପାଠ, କ'ଣ କେମିତି କାର୍ଯ୍ୟକ୍ରମ ସବୁ ରହୁଛି। ତାହେଲେ ସେଇ ଯେଉଁ ଯନ୍ତ୍ରକୁ ଆପଣ ଆଣିବେ, ଧାରଣ କରିବେ। ତାକୁ କ'ଣ କରିବେ? କଞ୍ଚା କ୍ଷୀରରେ ଧୋଇଦେବେ। ଧୋଇକି ଧୂପ ଦେଇ ଭୋଗ ଦେଇକିନି ଲାଲ କଲର କଳା କଲର ଫିତାରେ ବେକରେ ଧାରଣ କରିବା ପାଇଁ ପଡ଼ିବ। ତେଣୁ କଲେ କ'ଣ ହେବ ନା ଯେଉଁ ସବୁ କହୁଛନ୍ତି ତାନ୍ତ୍ରିକ ପେଷଣ ମାରଣ ଆପଣଙ୍କ ଉପରେ କୌଣସି ପ୍ରକାର ପ୍ରଭାବ ପକାଇ ପାରିବ ନାହିଁ। ବିଭିନ୍ନ ପ୍ରକାର ଜିନିଷ ପାଇଁ ବିଭିନ୍ନ ପ୍ରକାର କବଜ ଅଛି, ବୁଝିଲେ କି। ଯେମିତି ଜ୍ୱର ମେଡ଼ିସିନ ଅଲଗା, ଝାଡ଼ା ମେଡ଼ିସିନ ଅଲଗା, ଥଣ୍ଡା ମେଡ଼ିସିନ ଅଲଗା, ସେମିତି ବାଣ ମେଡ଼ିସିନ ଅଲଗା, ପେଷଣ ମେଡ଼ିସିନ ଅଲଗା, ବାହୁତି ମେଡ଼ିସିନ ଅଲଗା, ଭୂତପ୍ରେତ ବଶୀକରଣ ମୋହିନୀ ସବୁ ମେଡ଼ିସିନ ଅଲଗା ଅଲଗା। ତାହେଲେ ରହିଲି ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ, ନମସ୍କାର। ଆପଣଙ୍କୁ ଏଇଟା ଥଣ୍ଡା ସବୁବେଳେ ମାଇଣ୍ଡ ରଖନ୍ତୁ, ଯନ୍ତ୍ର ଧାରଣ କରନ୍ତୁ। ଯାହା ନ ବୁଝିପାରିଲ କମେଣ୍ଟ କର।